2024 ଚାହୁଁ ଚାହୁଁ ସରିଗଲା, ଟାଟା ଗୁଡ୍ ବାଏ ହେଇଗଲା। କିନ୍ତୁ ଆପଣ ନିଜ ଟଙ୍କାକୁ ସେଭିଂ କରିବା ପାଇଁ ଚାହୁଁଛନ୍ତି, ହେଲେ ମନରେ ଢେର ସାରା ପ୍ରଶ୍ନ ଅଛି। ଯଦି ସେଭିଂ କରିବେ, କେଉଁଠି ସେଭିଂ କରିବେ, କିପରି ସେଭିଂ କରିବେ, କୋଉଠି ସେଭିଂ କଲେ ଭଲ ଦି ପଇସା ରିଟର୍ନ ପାଇପାରିବେ, ଏମିତି ଯଦି ମନରେ ପ୍ରଶ୍ନ ଉଙ୍କି ମାରୁଛି, ତାହେଲେ ଏବେଠୁ ଚିନ୍ତା କରିବା ଛାଡ଼ି ଦିଅନ୍ତୁ, ଟେନସନ୍ ନେବା ଛାଡ଼ି ଦିଅନ୍ତୁ। କାରଣ ମୁଁ ଆପଣଙ୍କ ସହିତ ଆଜି 5ଟି ଟିପ୍ସ ସେୟାର କରିବା ପାଇଁ ଯାଉଛି, ଯାହାକୁ ନିଜ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରି ଆପଣ ବନିଯିବେ 2025ର କିଙ୍ଗ। ଯଦି ଏଇ 5ଟି ଟିପ୍ସ ଆଜିଠୁ ନିଜ ଜୀବନରେ ଆପ୍ଲାଏ କରନ୍ତି, ତାହେଲେ 2025ରେ ଆପଣଙ୍କୁ ଗ୍ରୋ କରିବା ପାଇଁ କେହି ବି ରୋକିପାରିବେନି। ତାହେଲେ ଚାଲନ୍ତୁ ବିନା ଟାଇମ୍ ୱେଷ୍ଟ କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ କରିବି, ଭିଡ଼ିଓକୁ ଶେଷ ଯାଏ ଦେଖିବେ, ନଚେତ କିଛି ବି ବୁଝିପାରିବେ। ଭିଡ଼ିଓକୁ ଲାଇକ୍ କରିବା ପାଇଁ କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ମୁଁ କହିବେନି, ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ଯଦି ଏ ଭିଡ଼ିଓରେ କିଛି ଶିଖିବା ପାଇଁ ମିଳିଲା ଆପଣଙ୍କୁ, ତାହେଲେ ଏ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଭିଡ଼ିଓକୁ ମଧ୍ୟ ଲାଇକ୍ କରିବେ। ଚାଲନ୍ତୁ ତାହେଲେ ଷ୍ଟାର୍ଟ କରିବା ଭିଡ଼ିଓକୁ। ନମ୍ବର 1, କ୍ରିଏଟ୍ ଏ ବଜେଟ୍। ଆପଣଙ୍କ ଟଙ୍କାକୁ ସେଭିଂ କରିବାକୁ ହେଲେ ଫାର୍ଷ୍ଟ ଆପଣଙ୍କୁ ଗୋଟେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ପଡ଼ିବ। ଆପଣଙ୍କ ଇନକମ୍ ଅନୁସାରେ ଖର୍ଚ୍ଚକୁ, ଦୈନନ୍ଦିନ ଖର୍ଚ୍ଚକୁ ଗୋଟେ ତାଲିକା ବନେଇବା ପାଇଁ ପଡ଼ିବ। କେମିତି, ଚାଲନ୍ତୁ ମୁଁ ଆପଣଙ୍କୁ ବୁଝାଉଛି। ସର୍ବପ୍ରଥମେ ଆପଣ ଗୋଟେ ବଜେଟ୍ ପ୍ରସ୍ତୁତ କରନ୍ତୁ। ଆପଣଙ୍କର ଇନକମ୍ ଏତିକି ଗୋଟେ ମାସର, ଆଉ ଖର୍ଚ୍ଚ କ'ଣ କ'ଣ ଅଛି ତାର ଗୋଟେ ତାଲିକା ପ୍ରସ୍ତୁତ କରନ୍ତୁ। ଖର୍ଚ୍ଚ ଭିତରୁ କୋଉଟା ପରମାନେଣ୍ଟ ଖର୍ଚ୍ଚ ଆଉ କୋଉଟା ଇଚ୍ଛା ଅନୁଯାୟୀ ଖର୍ଚ୍ଚ, ତାର ଗୋଟେ ତାଲିକା ପ୍ରସ୍ତୁତ କରନ୍ତୁ। ପରମାନେଣ୍ଟ ଖର୍ଚ୍ଚ କୋଉଟା କୋଉଟା ନା ଇଲେକ୍ଟ୍ରିକ୍ ବିଲ୍, ମୋବାଇଲ ରିଚାର୍ଜ, ଟିଭି ରିଚାର୍ଜ, ମେଡିସିନ, ଖାଇବା ଖର୍ଚ୍ଚ। କୋଉଟା ପରମାନେଣ୍ଟ ଖର୍ଚ୍ଚ ତାକୁ ଗୋଟେ ଲିଷ୍ଟ କରନ୍ତୁ, ଆଉ କୋଉଠି କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାର ଗୋଟେ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରନ୍ତୁ। ତାହେଲେ ଯାଇ ଆପଣ ଜାଣିପାରିବେ ଆପଣଙ୍କ ଇନକମ୍ ଏତିକି, ଖର୍ଚ୍ଚ ଏତିକି ହେଉଛି। ଏସବୁ ଛୋଟିଆ ଛୋଟିଆ କଥା ଆପଣ କେହି ବି କହିବେନି, କିନ୍ତୁ ଆପଣ ଏସବୁ ମାନିଲେ ଧୀରେ ଧୀରେ ଆପଣ ଟଙ୍କା ସେଭିଂ କରିବା ଷ୍ଟାର୍ଟ କରିଦେବେ। ଚାଲନ୍ତୁ ତାହେଲେ ଜାଣିବା 2 ନମ୍ବର ଟିପ୍ସ କ'ଣ। ଡିଫରେନ୍ସ ବିଟୱିନ୍ ନିଡ୍ସ ଏଣ୍ଡ ୱାଣ୍ଟସ୍। ଏହା ମାନେ କ'ଣ, ତମର ଆବଶ୍ୟକତା ଆଉ ଇଚ୍ଛା ମଧ୍ୟରେ ପାର୍ଥକ୍ୟ। ଅନେକ ସମୟରେ କ'ଣ ହୁଏ ନା, ଆପଣଙ୍କ ଇଚ୍ଛାକୁ ଆବଶ୍ୟକତା ଭାବି ଅନନେସେସରି ଖର୍ଚ୍ଚ କରିବା ଷ୍ଟାର୍ଟ କରିଦିଅନ୍ତି। କେବେ ନା କେବେ ତ ନିଶ୍ଚିତ ଲକ୍ଷ୍ୟ କରିଥିବେ। ତେଣୁ ଆଜିଠୁ କିଛି ବି ଜିନିଷ ଉପରେ ଖର୍ଚ୍ଚ କରିବା ପୂର୍ବରୁ ନିଜକୁ ଥରେ ପ୍ରଶ୍ନ ପଚାରନ୍ତୁ, ଏଇଟା କ'ଣ ମୋର ନିହାତି ଦରକାର ନା ମୋର ଇଚ୍ଛା? ଏ ଦୁଇଟା ଭିତରେ ପାର୍ଥକ୍ୟ ସବୁବେଳେ ଖୋଜନ୍ତୁ ଖର୍ଚ୍ଚ କରିବା ପୂର୍ବରୁ। ଆଉ ଯଦି ଦରକାର ନାହିଁ, ଆବଶ୍ୟକତା ନାହିଁ, ତାହେଲେ ଖର୍ଚ୍ଚକୁ ଆଭଏଡ୍ କରନ୍ତୁ। ଏଇ ଛୋଟିଆ ଛୋଟିଆ କଥା ଆପଣ ଧ୍ୟାନ ରଖନ୍ତୁ, ଦେଖିବେ ଧୀରେ ଧୀରେ ଖର୍ଚ୍ଚକୁ କଣ୍ଟ୍ରୋଲ କରିବା ଶିଖିଯିବେ। 3 ନମ୍ବର ପଏଣ୍ଟ, ଯୋଉଟାକି ମୋର ପର୍ସନାଲ ଫେଭରାଇଟ୍, ସେଟଅପ୍ ଅଟୋମେଟିକ୍ ସେଭିଂ। ମୁଁ ତ କହିବି ବର୍ତ୍ତମାନ ସମୟରେ ଏଇଟା ଗୋଟେ ବହୁତ ଭଲ ଅପସନ୍। କେମିତି ଅଟୋମେଟିକ୍ ସେଭିଂ କରିବେ ତାହା ମୁଁ ବର୍ତ୍ତମାନ ବତାଉଛି, ଶୁଣନ୍ତୁ। ବର୍ତ୍ତମାନ ସମୟରେ ଅଟୋମେଟିକ୍ ସେଭିଂ କରିବା ପାଇଁ ବହୁତ ସାରା ଜରିଆ ଅଛି। ତା ଭିତରୁ ମୁଁ 2ଟା ବତେଇବି ଆପଣମାନଙ୍କୁ। ପ୍ରଥମଟେ ହେଲା, ଏମିତି ଗୋଟେ ବ୍ୟାଙ୍କ ଦେଖନ୍ତୁ ଆପଣଙ୍କ ପାଖାପାଖି, ଯୋଉଠିକି ଆପଣ SIP କରିପାରିବେ। ଆଉ SIP କ'ଣ, ଆପଣମାନେ ତ କୋଉଠି ନା କୋଉଠି ଶୁଣିଥିବେ ନିଶ୍ଚିତ। ସେଇ ବ୍ୟାଙ୍କକୁ ଯାଆନ୍ତୁ ଆଉ ମ୍ୟାନେଜରଙ୍କ ସହିତ ଦେଖା କରନ୍ତୁ, ଆଉ SIP ଗୋଟେ ବନାନ୍ତୁ। ସେକେଣ୍ଡ ପଏଣ୍ଟ ହେଉଛି RD ମାନେ କ'ଣ, ରିକରିଂ ଡିପୋଜିଟ୍। ଆପଣ ଯୋଉ ବ୍ୟାଙ୍କରେ ଖାତା ଖୋଲିଛନ୍ତି ସେଇ ବ୍ୟାଙ୍କକୁ ଯାଆନ୍ତୁ, ପୋଷ୍ଟାଲ ମାଧ୍ୟମରେ RD କରିପାରିବେ। RD ଗୋଟେ ଖାତା ଖୋଲିପାରିବେ, ଯାହାଦ୍ୱାରା କି ଆପଣ ଟଙ୍କା ଅଟୋମେଟିକ୍ ମାସ ଶେଷକୁ ଯେତିକି ଟଙ୍କା ସେଟ୍ କରିଥିବେ ସେତିକି ଟଙ୍କା ଅଟୋମେଟିକ୍ ଆପଣଙ୍କ ଖାତାରୁ କଟିଯିବ, ଆଉ ସେ RD କିମ୍ବା SIP ରେ ଡିପୋଜିଟ୍ ହେଇଯିବ। ସେଭିଂ କରିବା ପାଇଁ ଏଇ 2ଟା ଅପସନ୍ କାହିଁକି ଆପଣମାନଙ୍କୁ ବତେଇଲି, ଗୋଟେ ଛୋଟିଆ ଉଦାହରଣ ଦେବି। ଆପଣ କାର୍ କିମ୍ବା ବାଇକ୍ ନିହାତି ଫାଇନାନ୍ସରେ କିଣିଛନ୍ତି, ସେ 2 ବର୍ଷ ହଉ 3 ବର୍ଷ ହଉ ଗାଡ଼ିର ଫାଇନାନ୍ସ ଅଛି, କିମ୍ବା କାର୍ର ତ ଅଧିକ ସମୟ। ଆପଣ ମାସକୁ ମାସ ଯୋଉ ଇନଷ୍ଟଲମେଣ୍ଟ ଦିଅନ୍ତି, ସେଠି ଯାଇକି ଜମା ହୁଏ ଯେତିକି ଟଙ୍କାର ଗାଡ଼ି ଆଣିଛନ୍ତି ସେତିକି ଟଙ୍କା ଅଟୋମେଟିକ୍ ଜମା ହୁଏ। ଆପଣ ଗୋଟେ ମାଇଣ୍ଡର ରହିଯାଏ ଯେ ମୋତେ ମାସ ଶେଷକୁ ଏତିକି ଟଙ୍କା ଡିପୋଜିଟ୍ କରିବାର ଅଛି, କାହିଁକିନା ମୁଁ ଗାଡ଼ି ଆଣିଛି କିମ୍ବା କାର୍ ଆଣିଛି। ସେମିତି ଆପଣ ଗୋଟେ ଚିନ୍ତା ରହିବ ଯେ ମୁଁ ଗୋଟେ SIP କରିଛି କିମ୍ବା RD କରିଛି, ମାସ ଶେଷକୁ ଏତିକି ଟଙ୍କା ମୋତେ ଡିପୋଜିଟ୍ କରିବାର ଅଛି ଆକାଉଣ୍ଟରୁ। ଆଉ ଏଇଟା ଧୀରେ ଧୀରେ ଆପଣ ଷ୍ଟାର୍ଟ କରିବେ, ଯେତେବେଳେ କିଛି ସମୟ ପରେ ଆପଣ ଏଇଟା ଗୋଟେ ଅଭ୍ୟାସରେ ପରିଣତ ହେଇଯିବେ, ଆଉ ଦେଖିବେ ଧୀରେ ଧୀରେ ଆପଣ ଟଙ୍କାକୁ ସେଭିଂ କରିବା ଷ୍ଟାର୍ଟ କରନ୍ତୁ। 4 ନମ୍ବର ପଏଣ୍ଟ, ୟୁଜ୍ ସେଲ୍ସ ଆଣ୍ଡ ଡିସକାଉଣ୍ଟ ସ୍ମାର୍ଟଲି। ଏଇଟା ତ ଆପଣ ବୁଝିପାରୁଥିବେ। ଅନାବଶ୍ୟକରେ କିଣାକିଣି ବିଭିନ୍ନ ଖର୍ଚ୍ଚକୁ ଆଭଏଡ୍ କରନ୍ତୁ, ବାଜ୍ୟ ଖର୍ଚ୍ଚକୁ ଆଭଏଡ୍ କରନ୍ତୁ। କାହିଁକି 4 ନମ୍ବର ପଏଣ୍ଟଟା ରଖିଛି, ଅନାବଶ୍ୟକ କିଣାକିଣି ଉପରେ ଆପଣ ସମ୍ପୂର୍ଣ୍ଣ ଆଭଏଡ୍ କରନ୍ତୁ। ଯଦି ଆପଣଙ୍କର ଆବଶ୍ୟକତା ଅଛି ତାହେଲେ କିଣନ୍ତୁ। 4 ନମ୍ବର ପଏଣ୍ଟ, ସେଲ୍ସ ଆଣ୍ଡ ଡିସକାଉଣ୍ଟ କାହିଁକି ରଖିଛି, କାହିଁକି ନା ଆପଣ ଲକ୍ଷ୍ୟ କରୁଥିବେ ସମୟ ସମୟରେ ଯେତେବେଳେ ଦୁର୍ଗା ପୂଜା, କାଳୀ ପୂଜା ବିଭିନ୍ନ ସମୟ ଆସେ, ସେତେବେଳେ ଅନଲାଇନ୍ କିମ୍ବା ଅଫଲାଇନ୍ ବହୁତ ସାରା
ଆମକୁ ଅଫର୍ସ ମିଳିଥାଏ, ବହୁତ ସାରା ଡିସକାଉଣ୍ଟ ଆମକୁ ମିଳିଥାଏ। ତାମାନେ ନୁହେଁ ଯେ ସେ ଡିସକାଉଣ୍ଟ ଟାଇମରେ ଆପଣ ଯାପାରତା ଜିନିଷ କିଣିନେବେ। ମୁଁ ସବୁବେଳେ କହୁଛି ଅନାବଶ୍ୟକ ଖର୍ଚ୍ଚକୁ ଆଭଏଡ କର। ଯୋଉଟା ଆପଣଙ୍କର ଆବଶ୍ୟକ ଭଲ ଡିସକାଉଣ୍ଟରେ କମ୍ପେୟାର କରି ଅନଲାଇନ କିମ୍ବା ଅଫଲାଇନ ଆପଣ କିଣିପାରିବେ ସ୍ମାର୍ଟ ତରିକାରେ। 5 ନମ୍ବର ପଏଣ୍ଟ, ଲାଷ୍ଟ ପଏଣ୍ଟ, ଇନଭେଷ୍ଟ ୟୋର ମନି। ଆପଣ ଟଙ୍କାକୁ ଇନଭେଷ୍ଟ କରିବା ଶିଖ, ଟଙ୍କାକୁ ନିବେଶ କରିବା ଶିଖ। ଆଉ ହଁ, ଇନଭେଷ୍ଟ କହିଲି ତା ମାନେ ନୁହେଁ ଯେ ଆପଣ ଗୋଟେ ସେଭିଂ ଆକାଉଣ୍ଟ କରିବେ ଆଉ ସେଥିରେ ଆପଣଙ୍କ ଟଙ୍କାକୁ ରଖିଦେବେ, ଆପଣ ଭାବେ ଇନଭେଷ୍ଟ କରୁଛୁ। ସେମିତି ନୁହଁ ଆଜ୍ଞା। 2025 ପହଞ୍ଚିଲାଣି, ଟିକେ ସ୍ମାର୍ଟଲି ଚିନ୍ତା କରନ୍ତୁ। ଯୋଉ ଜିରୋ ଆକାଉଣ୍ଟ ଆପଣ ଖୋଲିଛନ୍ତି, ଯୋଉଥିରେ SBI କିମ୍ବା ବିଭିନ୍ନ ବ୍ୟାଙ୍କ ମାନ ଅଛି, ସେଥିରେ ଆପଣଙ୍କୁ କେତେ ଟଙ୍କା ରିଟର୍ନ ମିଳୁଛି, କେତେ ଟଙ୍କା ରେଟ୍ ଅଫ୍ ଇଣ୍ଟରେଷ୍ଟ ମିଳୁଛି ଆପଣ ଲକ୍ଷ୍ୟ କରୁଛନ୍ତି? ଏବେ ଆପଣ ଜାଣିବା ପାଇଁ ଚାହିଁନାହାନ୍ତି, ଆଉ ଏ ବିଷୟରେ ଯଦି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ କମେଣ୍ଟ କରନ୍ତୁ। ମୁଁ ଏ ବିଷୟରେ ଡେଡିକେଟଲି ଏ ବିଷୟରେ ଗୋଟେ ଭିଡ଼ିଓ ବନେଇଦେବି। ଆଉ ହଁ, ସେଭିଂ କରିବା ପାଇଁ ହେଲେ ନର୍ମାଲ ଜିରୋ ଆକାଉଣ୍ଟ କିମ୍ବା ସେଭିଂ ଆକାଉଣ୍ଟର ଆପଣ ଇନଭେଷ୍ଟ କରିବା କଥା ଭୁଲି ଯାଆନ୍ତୁ। ସେଇ ପୁରୁଣା ଢାଞ୍ଚାକୁ ଛାଡ଼ନ୍ତୁ ୟାର। ବର୍ତ୍ତମାନ 2025 ପହଞ୍ଚିଲାଣି, ବହୁତ ସାରା ଅପସନ୍ ଆସିଗଲାଣି ଆମ ପାଖକୁ ନିବେଶ କରିବା ପାଇଁ। ସ୍ମାର୍ଟଲି ଟିକେ ଚିନ୍ତା କରନ୍ତୁ। ଖାଲି ଟଙ୍କାକୁ ସେଭିଂ କଲେ ହବନି, ଆମକୁ ଏଇଟା ମଧ୍ୟ ଦେଖିବା ପାଇଁ ହବ କି କୋଉଠି ଇନଭେଷ୍ଟ କଲେ, କୋଉଠି ନିବେଶ କଲେ ଆମକୁ ଭଲ ଦି ପଇସା ରିଟର୍ନ ମିଳିପାରିବ। ସେଥିପାଇଁ ବହୁତ ସାରା ଜରିଆ ଅଛି ବର୍ତ୍ତମାନ ସମୟରେ, ଯେମିତିକି SIP, ମ୍ୟୁଚୁଆଲ ଫଣ୍ଡ, ସେୟାର ମାର୍କେଟ, PPF, RD, ଫିକ୍ସ ଡିପୋଜିଟ, LIC। ଇନଭେଷ୍ଟ କରିବା ପାଇଁ ବହୁତ ସାରା ଜରିଆ ଅଛି, କିନ୍ତୁ ଆପଣ ଭଲ ଭାବେ ଚିନ୍ତା କରି ଆପଣଙ୍କ ଟଙ୍କାକୁ ଇନଭେଷ୍ଟ କରିବା ଉଚିତ। ଯେମିତି କୁହନ୍ତି ଅଳ୍ପ ବିଦ୍ୟା ଭୟଙ୍କରୀ, ସେମିତି ଅଳ୍ପ ଜ୍ଞାନ ନେଇ କୌଣସି ବି ଆପଣଙ୍କ ଟଙ୍କାକୁ କୌଣସି ଜାଗାରେ ଇନଭେଷ୍ଟ କରନ୍ତୁନି। ପ୍ରପର ଜ୍ଞାନ ନିଅନ୍ତୁ, ପ୍ରପର ଶିଖନ୍ତୁ, ତାପରେ ଯାଇ ଇନଭେଷ୍ଟ କରନ୍ତୁ। ଏହି ସବୁ ଅପସନ୍ ମୁଁ କାହିଁକି ଦେଲି, କାରଣ ଆପଣଙ୍କ ଟଙ୍କାକୁ ଖାଲି ଇନଭେଷ୍ଟ କଲେ ହବନି, ଏଇଟା ମଧ୍ୟ ଦେଖିବା ପାଇଁ ପଡ଼ିବ ଆମକୁ। ଆମେ ଯଦି କୌଣସି ଜାଗାରେ ଟଙ୍କାକୁ ଇନଭେଷ୍ଟ କରୁଛନ୍ତି, ଆମକୁ ରିଟର୍ନ କେତେ ମିଳୁଛି, ଏଇଟା ମଧ୍ୟ ଦେଖିବା ପାଇଁ ପଡ଼ିବ। ଆଉ ଧୀରେ ଧୀରେ ଯେତେବେଳେ ଆମେ ଏଇ ସବୁ ଜାଗାରେ ଇନଭେଷ୍ଟ କରିବା, ଆମର ଟଙ୍କା ଧୀରେ ଧୀରେ ଗ୍ରୋ କରିବ। ଏଇ ସବୁ ଫଣ୍ଡରେ ଆମେ ଯେତେବେଳେ ଇନଭେଷ୍ଟ କରିବା, ଏଥିରେ ବହୁତ ଭଲ ରିଟର୍ନସ୍ ମିଳେ। ଆଉ କୋଉଠି କେତେ ରିଟର୍ନସ୍ ମିଳେ ଆପଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ନେକ୍ସଟ ଭିଡ଼ିଓ ୟା ଉପରେ ବନେଇବା। ଓକେ ଫ୍ରେଣ୍ଡସ୍, ଏଇ ଥିଲା ଆମର 5ଟା ପଏଣ୍ଟ, ଯାହାକୁ ଆପ୍ଲାଏ କରି ଆପଣ ଧୀରେ ଧୀରେ ଟଙ୍କାକୁ ସେଭିଂ କରିବା ଷ୍ଟାର୍ଟ କରିବେ। ଆଉ ଆପଣ 2025ରେ ଯୋଉ ଡ୍ରିମ୍ ଦେଖିଛନ୍ତି ତାହା ଫୁଲଫିଲ୍ କରିବା ପାଇଁ ଚେଷ୍ଟା କରିବେ। ଓକେ ଫ୍ରେଣ୍ଡସ୍, ଏବେ କୁହନ୍ତୁ ଆପଣ କୋଉ ଉପାୟରେ ସେଭିଂ କରିବା ଦରକାର, କେତେ ନମ୍ବର ପଏଣ୍ଟ ଆପଣଙ୍କୁ ଭଲ ଲାଗିଲା, ତାହା କମେଣ୍ଟ ବକ୍ସରେ ନିଶ୍ଚିତ କମେଣ୍ଟ କରି କୁହନ୍ତୁ। ଓକେ ଫ୍ରେଣ୍ଡସ୍, ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଏଇ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଯଦି କିଛି ନୂଆ ଜିନିଷ ଶିଖିବା ପାଇଁ ମିଳିଲା, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଏମିତି ନୂଆ ନୂଆ ଫିନାନ୍ସିଆଲ ଭିଡ଼ିଓ ଦେଖିବା ପାଇଁ ବେଲ୍ ଆଇକନକୁ ଅଲ୍ରେ ସେଟ୍ କରିଦେବେ। ଚାଲନ୍ତୁ ତାହେଲେ ଦେଖା ହବ ନେକ୍ସଟ ଭିଡ଼ିଓରେ। ଆପଣ କମେଣ୍ଟ କରି କୁହନ୍ତୁ ନେକ୍ସଟ ଭିଡ଼ିଓ କୋଉ ଟପିକର ଦେଖିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।